ଏଥର ଆମେ ଆଲୋଚନା କରିବା ଓଡ଼ିଶାରେ ବୌଦ୍ଧ ଧର୍ମ। ତେଣୁ ଏହି ଆଲୋଚନାରେ ବୌଦ୍ଧ ଧର୍ମର ତାତ୍ତ୍ୱିକ ଦିଗ କିମ୍ବା ଦର୍ଶନ ଏବଂ କେଉଁ ପୃଷ୍ଠଭୂମିରେ ବୌଦ୍ଧ ଧର୍ମ ସୃଷ୍ଟି ହେଇଥିଲା ସେ ସମ୍ପର୍କରେ ଆଲୋଚନା କରିବାର ଅବକାଶ ନାହିଁ। କିନ୍ତୁ ମନେ ରଖିବା, ଭାରତବର୍ଷରେ ଯେତେ ଧର୍ମ ସବୁ ସୃଷ୍ଟି ହେଇଛି ପରବର୍ତ୍ତୀ ସମୟରେ ସବୁ ଧର୍ମ ଏକ ପ୍ରତିବାଦର ପୃଷ୍ଠଭୂମିରେ ହିଁ ନିର୍ମିତ ହେଇଛି। ସେ ସମୟରେ ଯେଉଁ ତଥାକଥିତ ଜୀବନଧାରା ବା ସଂସ୍କୃତି, ଉପାସନା ବା ଜୀବନର ମହତ୍ତର ସତ୍ୟକୁ ଖୋଜିବା, ଉପଲବ୍ଧି କରିବା, ତାକୁ ଜୀବନରେ ଅଭିବ୍ୟକ୍ତ କରିବାର ଉଦ୍ୟମ ହେଉଥିଲା, ସେଥିରେ କିଛି ଧୂଳିମଳି ଜମି ଯାଇଥିବ, କୌଣସି ରକମର ପ୍ରତିବନ୍ଧକ ସୃଷ୍ଟି ହେଇଥିବ କିମ୍ବା ସାର୍ବଜନୀନ ହେଇନଥିବ। ତେଣୁ ବିଭିନ୍ନ କାରଣରୁ ସେ ଚାର୍ବାକ ହୁଅନ୍ତୁ କିମ୍ବା ବୁଦ୍ଧଦେବ ହୁଅନ୍ତୁ କିମ୍ବା ଜୈନ ଧର୍ମ, ଏସବୁ ଧର୍ମରେ ମୁଖ୍ୟତଃ ସୃଷ୍ଟି ପଛରେ ଆମେ ଦେଖିବା କିଛି ଅପୂର୍ଣ୍ଣତା ବା କିଛି ସଂକୀର୍ଣ୍ଣତା ହିଁ ଏପରି ଏକ ଧର୍ମକୁ ସୃଷ୍ଟି କରିବାର କାରଣ ହିସାବରେ ଗ୍ରହଣ କରାଯାଇ ପାରିବ। ତେବେ ବୌଦ୍ଧ ଧର୍ମ ପ୍ରସଙ୍ଗରେ ଆମେ ଯେତେବେଳେ ଆଲୋଚନା କରିବା, ମୁଖ୍ୟତଃ ତାହା ଐତିହାସିକ ତଥ୍ୟଭିତ୍ତିକ ଆଲୋଚନା ହେବ। ତେଣୁ ଇତିହାସରେ ବୌଦ୍ଧ ଧର୍ମ ମୁଖ୍ୟତଃ ଓଡ଼ିଶାର କୋଉ କୋଉ ଅଞ୍ଚଳରେ କିପରି ଭାବରେ ବ୍ୟାପ୍ତ ହେଇଥିଲା ତାହା ହିଁ ହେଉଛି ଏହି ଆଲୋଚନାର ବିଷୟ। ପ୍ରାଚୀନ ଓଡ଼ିଶାରେ ବୌଦ୍ଧ ଧର୍ମର ପ୍ରଭାବ ଥିଲା ସର୍ବବ୍ୟାପୀ। କେବଳ ଜନଜୀବନକୁ ପ୍ରଭାବିତ କରିବା ସହିତ କଳା, ସ୍ଥାପତ୍ୟ ଓ ସାହିତ୍ୟକୁ ମଧ୍ୟ ବିଶେଷ ସଫଳତାର ସହିତ ଦିଗ୍ଦର୍ଶନ ଦେଇ ପାରିଥିଲା ଗୌତମ ବୁଦ୍ଧଙ୍କର ଧର୍ମ ଓ ଦର୍ଶନ। ଶତାଧିକ ବର୍ଷ ଧରି ଏହା ଜନସାଧାରଣଙ୍କର ମାନସପଟରେ ଗଭୀର ରେଖାପାତ କରିଥିଲା। ଗୌତମ ବୁଦ୍ଧ ଜ୍ଞାନପ୍ରାପ୍ତି ପରେ ପ୍ରଥମେ ଉତ୍କଳର ଦୁଇ ବ୍ୟବସାୟୀ ତପସୁ ଓ ଭଲ୍ଲୁକଙ୍କୁ ନିଜ ଧର୍ମରେ ଦୀକ୍ଷିତ କରିଥିଲେ। ସେମାନେ ଉତ୍ତର ଭାରତ ସହିତ ଉତ୍କଳର ଆର୍ଥନୀତିକ ସମ୍ପର୍କ ସ୍ଥାପନରେ ଦାୟୀ ଥିଲେ। ସେମାନେ ଥିଲେ ଦୁଇ ଭ୍ରାତା। ଧର୍ମାନ୍ତକରଣ ପରେ ବୁଦ୍ଧ ନିଜ କେଶରୁ କିଛି ଉତ୍ପାଟନ କରି ସେମାନଙ୍କୁ ସ୍ମୃତି ସ୍ୱରୂପ ଉତ୍କଳ ନେଇଯିବା ପାଇଁ ଓ ସେଠାରେ ଚୈତ୍ୟ ମନ୍ଦିର ନିର୍ମାଣ ପାଇଁ ସ୍ୱହସ୍ତରେ ପ୍ରଦାନ କରିଥିଲେ। ଆଦ୍ୟ ବୌଦ୍ଧ ସାହିତ୍ୟରେ ଏବଂ ଶ୍ରୀଲଙ୍କାର ଅଭିଲେଖରେ ଏହି ଉପାଖ୍ୟାନଟି ଲିପିବଦ୍ଧ ହୋଇ ରହିଛି। ବର୍ମାରେ ମଧ୍ୟ ଏହି କିମ୍ବଦନ୍ତୀର ପ୍ରଚଳନ ଥିଲା। ଉତ୍କଳର ଉତ୍ସ ଓ ଭଞ୍ଜ ନାମକ ଦୁଇ ଜନଜାତି ବୌଦ୍ଧ ଧର୍ମାବଲମ୍ବୀ ଥିଲେ। ଏଥିରୁ ପ୍ରତୀତ ହୁଏ ଯେ ପ୍ରାଚୀନ ଓଡ଼ିଶାର ଉତ୍କଳ ରାଜ୍ୟ ପ୍ରଥମେ ଗୌତମ ବୁଦ୍ଧଙ୍କ ସହିତ ସମ୍ପର୍କରେ ଆସିଥିଲା। ପ୍ରଚାରକମାନେ ନିଶ୍ଚୟ ମଗଧରୁ ଉତ୍କଳ ଆସିଥିଲେ ଏବଂ ଜନଜାତିଙ୍କ ମଧ୍ୟରେ ବୁଦ୍ଧଙ୍କ ବାଣୀ ପ୍ରଚାର କରିଥିଲେ। ଶ୍ରୀଲଙ୍କାର ପ୍ରାଚୀନ ପ୍ରଚଳିତ କିମ୍ବଦନ୍ତୀ ଅନୁସାରେ ବୁଦ୍ଧଙ୍କର ଗୋଟିଏ ଦନ୍ତ କଳିଙ୍ଗରେ ଏକ ଧର୍ମପୀଠରେ ସଂରକ୍ଷିତ ହୋଇ ରହିଥିଲା। ମଗଧରୁ ବୌଦ୍ଧ ସାଧୁ ହେମା ଏହା ଆଣି
ରାଜା ବ୍ରହ୍ମଦତ୍ତଙ୍କ ହସ୍ତରେ ଅର୍ପଣ କରିଥିଲେ। କଳିଙ୍ଗର ରାଜଧାନୀ ଦନ୍ତପୁରରେ ଏହା ସୁରକ୍ଷିତ କରି ରଖିବା ପାଇଁ ସେ ରାଜାଙ୍କୁ ପବିତ୍ର ଦନ୍ତ ପ୍ରଦାନ କରିଥିଲେ। ଏକ ଜାତକ ଗଳ୍ପରୁ ଜଣାଯାଏ ଯେ କଳିଙ୍ଗ ରାଜା ଦର୍ଶନ ଆଶାରେ ବୋଧି ବୃକ୍ଷ ମୂଳରେ ଦୀର୍ଘ 7 ଦିନ ଗୌତମ ବୁଦ୍ଧଙ୍କର ପ୍ରତୀକ୍ଷାରେ ରହିଥିଲେ। ଅନ୍ୟ ଏକ ବିବରଣୀରୁ ଜଣାଯାଏ ଯେ ବୌଦ୍ଧ ଧର୍ମର ଆଦ୍ୟାବସ୍ଥାରେ କଳିଙ୍ଗ ରାଜା ଉକ୍ତ ଧର୍ମ ଗ୍ରହଣ କରିଥିଲେ। ତେଣୁ ବୌଦ୍ଧ ଧର୍ମର ପ୍ରାଥମିକ ଅବସ୍ଥାରୁ କଳିଙ୍ଗ ସହ ସମ୍ପର୍କ ଥିବା କଥା ପ୍ରମାଣିତ ହୁଏ। ଖ୍ରୀଷ୍ଟପୂର୍ବ 261ରେ ମଗଧ ସମ୍ରାଟ ଅଶୋକ କଳିଙ୍ଗ ଆକ୍ରମଣ କରି ଜୟ କରିଥିବା ବିଷୟ ତାଙ୍କର ତ୍ରୟୋଦଶ ଅନୁଶାସନରେ ଲିପିବଦ୍ଧ ହେଇ ରହିଛି। ସେତେବେଳକୁ କଳିଙ୍ଗରେ ବୌଦ୍ଧ ଧର୍ମ ପ୍ରତିଷ୍ଠା ଲାଭ କରି ସାରିଥିଲା। କଳିଙ୍ଗ ଜୟ କରିବା ପାଇଁ ଅଶୋକଙ୍କୁ ଭୀଷଣ ସଂଗ୍ରାମ କରିବାକୁ ପଡ଼ିଥିଲା ଏବଂ ସେଥିରେ 1 ଲକ୍ଷ ଲୋକ ନିହତ ହୋଇଥିଲେ ଓ 1.5 ଲକ୍ଷ ଲୋକ ବନ୍ଦୀ ହୋଇଥିଲେ। ଏହା ବ୍ୟତୀତ ବହୁ ଜନଜୀବନ ଅନାହାର, ଦୁଃଖ ଓ ଯନ୍ତ୍ରଣାରେ ନଷ୍ଟ ହୋଇଥିଲା। ଅନେକ ବନ୍ଦୀ ପାଟଳିପୁତ୍ରକୁ ନିଆଯାଇଥିଲେ। ସେମାନେ ଜ୍ଞାତି କୁଟୁମ୍ବଙ୍କଠାରୁ ବିଦାୟ ବିଚ୍ଛେଦ ଯନ୍ତ୍ରଣାରେ ଜର୍ଜରିତ ହୋଇ କଷ୍ଟ ଭୋଗ କରିଥିଲେ। ଅଶୋକଙ୍କ ପରି ଏପରି ନରହତ୍ୟା, ଦୁଃଖ ଓ ମର୍ମାନ୍ତିକ ଯନ୍ତ୍ରଣା ଅସହନୀୟ ଥିଲା। ଏତେ ଲୋକଙ୍କ ମୃତ୍ୟୁର କାରଣ ହେଇଥିବାରୁ ସେ ଅନୁତାପ କଲେ। ସହାନୁଭୂତି ଓ ସାନ୍ତ୍ୱନା ପାଇଁ ସେ ବୌଦ୍ଧ ଧର୍ମର ଶରଣାପନ୍ନ ହେଲେ। ମାନସିକ ଶାନ୍ତି ସେତେବେଳେ ବିଶେଷ ଆବଶ୍ୟକ ଥିଲା। ସେ ଧର୍ମାନ୍ତକରଣ ପରେ ଯୁଦ୍ଧ ଓ ହିଂସା ଚିରଦିନ ପାଇଁ ପରିତ୍ୟାଗ କଲେ। ଶାନ୍ତିକୁ ରାଜନୀତିର ମୂଳମନ୍ତ୍ର କଲେ। ବୌଦ୍ଧ ଧର୍ମର ଅହିଂସା ଓ ଜୀବେ ଦୟା ନୀତିକୁ ଦେଶସାରା ପ୍ରଚାର କରିବା ଉଦ୍ଦେଶ୍ୟରେ ସ୍ତମ୍ଭମାନ ସ୍ଥାପନ କଲେ ଏବଂ ସେସବୁ ସ୍ତମ୍ଭରେ ବୌଦ୍ଧ ଧର୍ମର ବାଣୀ ପ୍ରଚାର କରିବା ସହିତ ନିଜ ରାଷ୍ଟ୍ରନୀତି ମଧ୍ୟ ଘୋଷଣା କଲେ। କଳିଙ୍ଗ ଯୁଦ୍ଧର ବିଭୀଷିକା ଓ ଲୋମହର୍ଷଣ ପରିଣତି କେବଳ ଅଶୋକଙ୍କ ଜୀବନରେ ପରିବର୍ତ୍ତନ ଆଣି ନଥିଲା, ସାରା ଦେଶରେ ମଧ୍ୟ ବୈପ୍ଳବିକ ପରିବର୍ତ୍ତନର ସୂତ୍ରପାତ କଲା। କାରଣ ତାଙ୍କ ଉଦ୍ୟମ ବଳରେ ବୌଦ୍ଧ ଧର୍ମ ସର୍ବଭାରତୀୟ ସ୍ତରରେ ପ୍ରସାରିତ ହୋଇଥିଲା। ଓଡ଼ିଶାରେ ସେ ଏକାଧିକ ସ୍ତୂପ ନିର୍ମାଣ କରିଥିବାର ପ୍ରତ୍ନତାତ୍ତ୍ୱିକ ପ୍ରମାଣ ମିଳିଛି। ଧଉଳି ପାହାଡ଼ରେ ପ୍ରସ୍ତରରେ ନିର୍ମିତ ହସ୍ତୀ ଶିଳାଲେଖ, ଗଞ୍ଜାମର ଜଉଗଡ଼ରେ ଥିବା ଶିଳାଲେଖ ପ୍ରଭୃତି ପ୍ରମାଣର ଅନ୍ତର୍ଭୁକ୍ତ। ଏବେ ନିକଟରେ ଯାଜପୁର ଜିଲ୍ଲାର ଲଙ୍ଗୁଡ଼ି ପାହାଡ଼ରୁ ଆବିଷ୍କୃତ ହୋଇଥିବା ସ୍ତୂପ ଏବଂ ସ୍ଥାପତ୍ୟ ମଧ୍ୟରେ ଅଶୋକଙ୍କର ପ୍ରତିମା ତାଙ୍କ ସମୟର ବୋଲି ଐତିହାସିକମାନେ ଅନୁମାନ କରନ୍ତି। ଅଶୋକ ହୀନଯାନ ବୌଦ୍ଧ ଧର୍ମର ସମର୍ଥକ ଥିଲେ। ସେ ସମୟରେ ବୌଦ୍ଧ ଧର୍ମରେ ପ୍ରତିମା ପୂଜା ପ୍ରଚଳିତ ହେଉନଥିବାରୁ ଲଙ୍ଗୁଡ଼ି ପାହାଡ଼ର କୀର୍ତ୍ତିରାଜି ପରବର୍ତ୍ତୀ ଯୁଗର ବୋଲି କହିବା ଅଧିକ ସମୀଚୀନ ହେବ। ଅଶୋକଙ୍କର ଓଡ଼ିଶାରେ ମିଳିଥିବା ଶିଳାଲେଖରେ କଳିଙ୍ଗ ଯୁଦ୍ଧର ବର୍ଣ୍ଣନା ମିଳେ ନାହିଁ, କିନ୍ତୁ ଭାରତର ଅନ୍ୟତ୍ର ମିଳିଥିବା ଅଶୋକଙ୍କର ଶିଳାଲେଖର ତ୍ରୟୋଦଶ ଅନୁଶାସନରେ କଳିଙ୍ଗ ଯୁଦ୍ଧର ଭୟାବହତା ଓ ତହିଁର ପରିଣତି ବିଷୟ ବର୍ଣ୍ଣିତ ହୋଇଛି। ତହିଁରେ କଳିଙ୍ଗ ଅଧିବାସୀମାନଙ୍କ ପ୍ରତି ଯୁଦ୍ଧ ପରେ ତାଙ୍କର ପରିବର୍ତ୍ତିତ ଦୃଷ୍ଟିଭଙ୍ଗୀ ଓ ନୀତିର ଉଲ୍ଲେଖ ଅଛି। ଏହି ନୀତି ଥିଲା ତାଙ୍କର ଅନୁସୃତ ରାଜଧର୍ମ।
ତହିଁରେ ବୌଦ୍ଧ ଧର୍ମର ପ୍ରସାର ପାଇଁ ତାଙ୍କ ଦ୍ୱାରା ଅନୁସୃତ ପଦକ୍ଷେପମାନ ଲିପିବଦ୍ଧ ହୋଇଛି। ବୁଦ୍ଧଦେବଙ୍କ ଦ୍ୱାରା ପ୍ରଚାରିତ ବାଣୀକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ଅଶୋକ ସଂକଳ୍ପବଦ୍ଧ ଥିଲେ। ଧର୍ମ ପ୍ରଚାର ଉତ୍ସାହର ଅପୂର୍ବ ପ୍ରେରଣା ତାଙ୍କ ମନକୁ ଉଦ୍ବେଳିତ କରିଥିଲା। ସେଥିପାଇଁ କଳିଙ୍ଗରେ ଥିବା ମହାମାତ୍ର ଏବଂ ନିଜ କନିଷ୍ଠ ଭ୍ରାତା ତିସ୍ସାଙ୍କୁ ସେ ପ୍ରଚାର କାର୍ଯ୍ୟରେ ବ୍ୟବହାର କରିଥିଲେ। ତିସ୍ସାଙ୍କ ଉଦ୍ଦେଶ୍ୟରେ ଭୋଜକଗିରି ନାମକ ବିହାର ସେ ସ୍ଥାପନ କରିଥିଲେ। ଏହି ବିହାର ଥେରବାଦ ବୌଦ୍ଧ ଧର୍ମର ଅନ୍ୟତମ କେନ୍ଦ୍ରସ୍ଥଳୀ ଥିଲା। ବୌଦ୍ଧ ଧର୍ମ ପ୍ରଚାର ଉଦ୍ଦେଶ୍ୟରେ ମହାସଂଘିକ ଅନୁଷ୍ଠାନର ଭିକ୍ଷୁ ମହାଦେବ କଳିଙ୍ଗ ଆସିଥିଲେ। ପ୍ରଚାର କାର୍ଯ୍ୟ ପାଇଁ କଳିଙ୍ଗ ଆସିଥିବା ଆଉ ଜଣେ ବୌଦ୍ଧାଚାର୍ଯ୍ୟ ଥିଲେ ଧିତିକ। ବୌଦ୍ଧ ଧର୍ମରେ ଦୀକ୍ଷିତ ହେବା ପରେ ଅଶୋକ ଏହିପରି ଅନେକ ପଦକ୍ଷେପ ଧର୍ମ ପ୍ରଚାର ଉଦ୍ଦେଶ୍ୟରେ ଗ୍ରହଣ କରିଥିଲେ। ଧର୍ମ ପ୍ରଚାର ପାଇଁ ରାଜକୀୟ ପୃଷ୍ଠପୋଷକତା ଅତ୍ୟାବଶ୍ୟକ ଥିଲା। ଫଳରେ ହୀନଯାନ ବୌଦ୍ଧ ଧର୍ମ କଳିଙ୍ଗରେ ସୁପ୍ରତିଷ୍ଠିତ ହୋଇପାରିଥିଲା। ଅଶୋକଙ୍କ ରାଜତ୍ୱର ପରବର୍ତ୍ତୀ କାଳରେ ଅର୍ଥାତ୍ ଦ୍ୱିତୀୟ ଓ ପ୍ରଥମ ଖ୍ରୀଷ୍ଟପୂର୍ବ ଶତାବ୍ଦୀରେ ହୀନଯାନ ବୌଦ୍ଧ ଧର୍ମ ବିଶେଷ ଆଦୃତ ହୋଇଥିଲା। କେବଳ ସ୍ତୂପ ନୁହେଁ, ଅଶୋକ ସ୍ତମ୍ଭମାନ ସ୍ଥାପିତ ହୋଇଥିଲା। ଅନେକ ସ୍ଥାନରେ ସ୍ତମ୍ଭରେ ଅଶୋକଙ୍କ ରାଜଧର୍ମ ଓ ନୀତିମାନ ଘୋଷିତ ହୋଇଥିଲା। ଆଧୁନିକ ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଆବିଷ୍କୃତ ହୋଇଥିବା ଏକାଧିକ ବୌଦ୍ଧ ସ୍ତୂପ ସେକାଳର କୀର୍ତ୍ତି ଭାବରେ ଜନସାଧାରଣଙ୍କ ଦ୍ୱାରା ଆଦୃତ ହୋଇଥିଲା। ମୌର୍ଯ୍ୟ ପରବର୍ତ୍ତୀ ଶୁଙ୍ଗ ରାଜତ୍ୱ କାଳରେ ଏହି ବୌଦ୍ଧ କୀର୍ତ୍ତିମାନ ବୌଦ୍ଧ ଧର୍ମକୁ ଜନପ୍ରିୟ କରିବାରେ ସହାୟକ ହେଇଥିବ। ଭୁବନେଶ୍ୱରରେ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ନିର୍ମିତ ବୌଦ୍ଧ ସ୍ତୂପ ଐତିହାସିକମାନେ ଆବିଷ୍କାର କରିଥିଲେ ଏବଂ ବର୍ତ୍ତମାନ ଭାସ୍କରେଶ୍ୱର ମନ୍ଦିରରେ ପୂଜିତ ହେଉଥିବା ବିଶାଳକାୟ ଶିବଲିଙ୍ଗ ଅଶୋକ ସ୍ତମ୍ଭର ଏକ ଅଂଶ ବୋଲି ସେମାନଙ୍କର ଅଭିମତ। ଏହା ଅଶୋକଙ୍କ ଧର୍ମ ପ୍ରଚାର ନୀତିର ଅନ୍ୟତମ ପ୍ରମାଣ ଭାବରେ ସ୍ୱୀକୃତ। ଦନ୍ତପୁର ଏକଦା କଳିଙ୍ଗ ରାଜଧାନୀ ଥିଲା ଏବଂ ସେଠାରେ ଅନେକ ମନ୍ଦିର ଓ ଦେବାଳୟମାନ ନିର୍ମିତ ହୋଇଥିଲା। ବୁଦ୍ଧଙ୍କ ପବିତ୍ର ଦନ୍ତ ସଂରକ୍ଷିତ ହୋଇ ଗୋଟିଏ ମନ୍ଦିରରେ ପୂଜିତ ହେଉଥିଲା। ମଗଧରାଜ ବ୍ରହ୍ମଦତ୍ତଙ୍କର ଠାରୁ ଉକ୍ତ ଦନ୍ତକୁ ଆଚାର୍ଯ୍ୟ ଥେର କଳିଙ୍ଗକୁ ଆଣିଥିଲେ। କଳିଙ୍ଗର ଅନ୍ୟତମ ବୌଦ୍ଧ ଶାସକ ଥିଲେ ରାଜା ଗୁହ ଶିବ। ସେ ତାଙ୍କ କନ୍ୟା ହେମମାଳା ଏବଂ ଜାମାତା ଦନ୍ତ କୁମାରଙ୍କୁ ବୁଦ୍ଧଙ୍କ ପବିତ୍ର ଦନ୍ତ ଦେଇ ସିଂହଳକୁ ପଠାଇଥିଲେ। ତାଙ୍କ ରାଜତ୍ୱ କାଳରେ ଦନ୍ତପୁର ବୌଦ୍ଧ ଧର୍ମର ଏକ ପୀଠସ୍ଥଳୀ ଭାବରେ ସୁବିଦିତ ଥିଲା। କାଳକ୍ରମେ ମହାଯାନ ବୌଦ୍ଧ ଧର୍ମ କଳିଙ୍ଗରେ ବିକାଶ ଲାଭ କଲା। ଏହାର ପୀଠସ୍ଥଳୀ ଥିଲା ପୁଷ୍ପଗିରି, ପରିମଳଗିରି, ଶ୍ରୀକ୍ଷେତ୍ର, ରତ୍ନଗିରି, ଲଳିତଗିରି ଓ ଉଦୟଗିରି ଆଦିର ମହାବିହାର ଓ ସ୍ତୂପ। ଦୂର ଦୂରାନ୍ତରରୁ ଓ ଦେଶ ବିଦେଶରୁ ବୌଦ୍ଧ ପଣ୍ଡିତ, ଭିକ୍ଷୁ, ପରିବ୍ରାଜକମାନେ ଏସବୁ ପବିତ୍ର ସ୍ଥାନକୁ ବହୁ ସଂଖ୍ୟାରେ ଆସୁଥିବାର ପ୍ରମାଣ ଅଛି। ଚୀନ ପରିବ୍ରାଜକ ହୁଏନସାଂ ସପ୍ତମ ଶତାବ୍ଦୀରେ ପ୍ରାଚୀନ ଓଡ଼ିଶାର ଓଡ୍ର, କଙ୍ଗଦ, କଳିଙ୍ଗ ଏବଂ କୋଶଳ ଆଦି ରାଜ୍ୟରେ ଥିବା ବୌଦ୍ଧ ଧର୍ମ କେନ୍ଦ୍ରମାନ ଭ୍ରମଣ କରିଥିଲେ। ସେ ସମ୍ପର୍କିତ ବିସ୍ତୃତ ବିବରଣୀ ତାଙ୍କର ଜୀବନୀ ଗ୍ରନ୍ଥରେ ଲିପିବଦ୍ଧ ହୋଇଛି। ଏହି ବିବରଣୀରୁ ଜଣାଯାଏ ଯେ
କଙ୍ଗଦ ରାଜ୍ୟର ଅଧିବାସୀମାନେ ବୌଦ୍ଧ ଧର୍ମକୁ ଗ୍ରହଣ କରିନଥିଲେ। ସେମାନେ ରାଜା ଶଶାଙ୍କଙ୍କ ସମୟରୁ ଶୈବ ଧର୍ମର ଅନୁଗାମୀ ହେଇଥିବା ଅନୁମାନ କରାଯାଏ। କିନ୍ତୁ ଓଡ୍ର, କଳିଙ୍ଗ ଏବଂ କୋଶଳ ରାଜ୍ୟର ଅବସ୍ଥା ସମ୍ପୂର୍ଣ୍ଣ ଭିନ୍ନ ଥିଲା। କଳିଙ୍ଗ ରାଜ୍ୟରେ 10ରୁ ଅଧିକ ମହାବିହାର ଦେଖିଥିବା କଥା ହୁଏନସାଂ ଉଲ୍ଲେଖ କରିଅଛନ୍ତି। 500ରୁ ଅଧିକ ବୌଦ୍ଧ ସନ୍ନ୍ୟାସୀ ଥିବାର ବର୍ଣ୍ଣନା ଅଛି। ସେମାନେ ସମସ୍ତେ ମହାଯାନ ଧର୍ମାବଲମ୍ବୀ ଥିଲେ। ଦକ୍ଷିଣ କୋଶଳର ରାଜା ଜଣେ କ୍ଷତ୍ରିୟ ଥିଲେ ମଧ୍ୟ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ସେଠାରେ 100 ମହାବିହାରରେ 10,000ରୁ ଅଧିକ ବୌଦ୍ଧ ଭିକ୍ଷୁ ରହୁଥିଲେ। ଓଡ୍ରରେ ପୁଷ୍ପଗିରି, କୋଶଳରେ ପରିମଳଗିରି ମହାବିହାର ଅତି ପ୍ରସିଦ୍ଧ ଥିଲା। ତିବ୍ବତୀୟ ବିବରଣୀରୁ ଜଣାଯାଏ ଯେ କଳିଙ୍ଗରେ ଧର୍ମକୀର୍ତ୍ତି ନାମକ ଜଣେ ପ୍ରଖ୍ୟାତ ବୌଦ୍ଧ ସନ୍ନ୍ୟାସୀ ଏକ ମହାବିହାର ସ୍ଥାପନ କରିଥିଲେ। ବୌଦ୍ଧ ଧର୍ମରେ ଲୋକମାନଙ୍କୁ ଦୀକ୍ଷିତ କରିବା ତାଙ୍କ ଜୀବନର ବ୍ରତ ଥିଲା। ଆଧୁନିକ କୋରାପୁଟ ଜିଲ୍ଲାରେ ଅବସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିରର ଏକ ଶିଳାଲେଖରେ ଧର୍ମକୀର୍ତ୍ତିଙ୍କର ନାମ ଉତ୍କୀର୍ଣ୍ଣ ହୋଇଅଛି। କେତେକ ଐତିହାସିକ ଏହି ଦୁଇ ଧର୍ମକୀର୍ତ୍ତିଙ୍କୁ ଏକ ଓ ଅଭିନ୍ନ ବୋଲି କହିଥାନ୍ତି। 7ମ ଶତାବ୍ଦୀରେ ଭୌମକର ରାଜତ୍ୱ କାଳରେ ବୌଦ୍ଧ ଧର୍ମର ଦ୍ରୁତ ପ୍ରସାର ହୋଇଥିବା ମନେହୁଏ। କାରଣ ଭୌମ ବଂଶର ପ୍ରଥମ କେତେଜଣ ରାଜା ନିଜକୁ କ୍ଷେମଙ୍କର, ଶିବକର ଓ ଶୁଭକର ବୋଲି ନାମିତ କରିଥିଲେ। ସେମାନଙ୍କର ଉପାଧି ଥିଲା ପରମୋପାସକ, ପରମ ତଥାଗତ ଓ ପରମ ସୌଗତ। ଏଥିରୁ ସେମାନେ ବୌଦ୍ଧ ଧର୍ମର ଅନୁଗତ ଥିବାର ଜଣାଯାଏ। ରାଜା ପ୍ରଥମ ଶୁଭକର ନିଜକୁ ସୌଗତାଶ୍ରୟ ବୋଲି ଅଭିହିତ କରିଥିଲେ। ତଦ୍ୱାରା ସେ ନିଜକୁ ଗୌତମ ବୁଦ୍ଧଙ୍କର ଶିଷ୍ୟ ଭାବରେ ପରିଚୟ ଦେଉଥିଲେ। ରାଜା ଦ୍ୱିତୀୟ ଶୁଭକର ପରମ ସୌଗତ ଉପାଧି ଧାରଣ କରି ବୁଦ୍ଧଙ୍କର ପରମ ଶିଷ୍ୟ ବୋଲି ଖ୍ୟାତି ଲାଭ କରିଥିଲେ। ରାଣୀ ତ୍ରିଭୁବନ ମହାଦେବୀଙ୍କର ପ୍ରଦତ୍ତ ଢେଙ୍କାନାଳ ତାମ୍ର ଶାସନରୁ ଜଣାଯାଏ ଯେ ଭୌମ ରାଜାମାନେ ବୌଦ୍ଧ ମଠ ଓ ସନ୍ଥ ସ୍ଥଳୀମାନ ନିର୍ମାଣ କରିବା ପାଇଁ ରାଜକୋଷରୁ ଅଜସ୍ର ଅର୍ଥ ବ୍ୟୟ କରୁଥିଲେ। ଭୌମ ରାଜ୍ୟର ଅଧିକାରୀମାନେ ମହାମଣ୍ଡଳାଚାର୍ଯ୍ୟ ଓ ପରମ ଗୁରୁ ନାମକ ଉପାଧି ଧାରଣ କରୁଥିଲେ। ତଦ୍ୱାରା ବୌଦ୍ଧ ଧର୍ମର ଲୋକପ୍ରିୟତା ସହଜରେ ଅନୁମାନ କରାଯାଇପାରେ। ଏହି ଦୁଇ ଉପାଧି ବଜ୍ରଯାନ ବୌଦ୍ଧ ଧର୍ମ ସହିତ ସମ୍ପୃକ୍ତ। ସେଥିରୁ ମନେହୁଏ ଯେ ଭୌମକର ରାଜତ୍ୱର ଶେଷ କାଳରେ ବଜ୍ରଯାନ ବୌଦ୍ଧ ଧର୍ମ ଓଡ଼ିଶାରେ ପ୍ରସାର ଲାଭ କରିଥିଲା ଏବଂ ଭୌମ ଶାସନର ପ୍ରଶାସକମାନେ ତାହାର ସମର୍ଥକ ଥିଲେ। ଧର୍ମ ସମ୍ବନ୍ଧରେ ଭୌମ ରାଜାମାନେ ସୁଦୂର ଚୀନ ସମ୍ରାଟ ତେସଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିଲେ। ନିଜ ଦସ୍ତଖତ ଥିବା ଗଣ୍ଡବ୍ୟୁହ ନାମକ ବୌଦ୍ଧ ଗ୍ରନ୍ଥରେ ସେ ଚୀନ ସମ୍ରାଟଙ୍କୁ ଉପହାର ଦେଇଥିଲେ। ଏହି ଗ୍ରନ୍ଥ ମହାଯାନ ବୌଦ୍ଧ ଧର୍ମ ପାଇଁ ଅତି ମହତ୍ୱପୂର୍ଣ୍ଣ ଥିଲା। ଚୀନ ସମ୍ରାଟ ଖ୍ରୀଷ୍ଟାବ୍ଦ 795ରେ ସେ ଉପହାର ଗ୍ରହଣ କରିଥିଲେ। ଏହାର ଅନୁବାଦ କାର୍ଯ୍ୟ ପ୍ରାଜ୍ଞ ନାମକ ବୌଦ୍ଧ ପଣ୍ଡିତଙ୍କୁ ଭୌମ ରାଜା ଦାୟିତ୍ୱ ଦେଇଥିଲେ। ପ୍ରାଜ୍ଞ କପିସାରେ ଜନ୍ମଗ୍ରହଣ କରିଥିଲେ। ମଧ୍ୟଦେଶ ଓ ନାଳନ୍ଦାରେ ଅନେକ ବୌଦ୍ଧ ଗ୍ରନ୍ଥ ଅଧ୍ୟୟନ କଲା ପରେ ଓଡ୍ର ଦେଶର ବୌଦ୍ଧ ମଠରେ ସେ ବାସ କରୁଥିଲେ। ଭୌମ ରାଜାମାନେ ଅନେକ ତାମ୍ରଶାସନ ଦାନ କରିଥିଲେ। ସେଗୁଡ଼ିକ ସଂଗୃହୀତ ହୋଇ ବିଭିନ୍ନ ସଂଗ୍ରହାଳୟରେ ରଖାଯାଇଛି। ତହିଁରେ ଉଲ୍ଲିଖିତ ବୌଦ୍ଧ ମଠମାନଙ୍କ ଭିତରେ
ଧଉଳି ନିକଟସ୍ଥ ଜୟାଶ୍ରମ ବିହାର ଅନ୍ୟତମ। ରାଜା ପ୍ରଥମ ଶାନ୍ତିକର ଦ୍ୱାରା ପ୍ରଦତ୍ତ ଧଉଳି ଶିଳାଲେଖରେ ଅର୍ଘ୍ୟ କାବରାଟିକା ନାମକ ବିହାର କଥା ଉଲ୍ଲେଖ ଅଛି। ଏହା ଖ୍ରୀଷ୍ଟାବ୍ଦ 829ରେ ନିର୍ମିତ ହେଇଥିଲା। ଭୀମଟ ଓ ଭଟ୍ଟ ଲୟାମକ ଏହାର ପ୍ରତିଷ୍ଠାତା ଥିଲେ। ସୋମବଂଶୀ ରାଜା କର୍ଣ୍ଣକେଶରୀଙ୍କ ଦ୍ୱାରା ପ୍ରଦତ୍ତ ରତ୍ନଗିରି ତାମ୍ରଲେଖରେ ସଲଣପୁର ମହାବିହାର ବିଷୟରେ ଉଲ୍ଲେଖ ଅଛି। ଉକ୍ତ ମହାବିହାରକୁ ରାଜା ପୃଷ୍ଠପୋଷକତା କରୁଥିଲେ। ଇତସିଂ ନାମକ ଚୀନ ପରିବ୍ରାଜକଙ୍କର ଭ୍ରମଣ ବୃତ୍ତାନ୍ତରୁ ତାମ୍ରଲିପିର ବରାହ ମହାବିହାର କଥା ଜଣାପଡ଼େ। ତହିଁରେ ବୌଦ୍ଧ ସାଧୁ ଓ ଭିକ୍ଷୁଣୀ ରହୁଥିଲେ। ସେମାନେ ବିଦ୍ୟାର୍ଥୀ ଥିବାରୁ ଧର୍ମଗ୍ରନ୍ଥ ଅଧ୍ୟୟନରେ ସମୟ ଅତିବାହିତ କରୁଥିଲେ। ଇତସିଂ ନିଜେ ସଂସ୍କୃତ ଭାଷା ଅଧ୍ୟୟନରେ ବ୍ୟାପୃତ ଥିଲେ। ଗତ 10 ବର୍ଷ ମଧ୍ୟରେ ଯାଜପୁର ଜିଲ୍ଲାରେ ଅନେକ ଧ୍ୱଂସପ୍ରାପ୍ତ ବୌଦ୍ଧ କୀର୍ତ୍ତିର ସନ୍ଧାନ ମିଳିଛି। ସେଗୁଡ଼ିକ ମୁଖ୍ୟତଃ ସ୍ତୂପ, ବିହାର ଓ ଦେବସ୍ଥଳୀର ଧ୍ୱଂସାବଶେଷ। ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରାଚୀନ କାଳରେ ବୌଦ୍ଧ ଧର୍ମର ପ୍ରାଧାନ୍ୟ ଥିବା କଥା ତାହା ଦ୍ୱାରା ସୂଚିତ ହୁଏ। ଅତିକାୟ ବୌଦ୍ଧ ମୂର୍ତ୍ତିମାନ ପଥରରେ ନିର୍ମାଣ କରି ପୃଷ୍ଠପୋଷକମାନେ ସ୍ଥାପନ କରିବାର ପରମ୍ପରା ପ୍ରମାଣିତ ହୁଏ। ପୁରୀ ଜିଲ୍ଲାର ବାଣପୁର ଠାରେ ଅଚ୍ୟୁତରାଜପୁର ନାମକ ସ୍ଥାନରୁ ଅନୁରୂପ ବୌଦ୍ଧ କୀର୍ତ୍ତିର ସନ୍ଧାନ ମିଳିବା ପରେ ସେଠାରେ ପ୍ରତ୍ନତାତ୍ତ୍ୱିକ ଭୂଖୋଦନ କାର୍ଯ୍ୟ ସରକାରଙ୍କ ତରଫରୁ ସମ୍ପନ୍ନ ହୋଇଥିଲା। ଫଳରେ ବଜ୍ରଯାନର ପ୍ରଖ୍ୟାତ ଦେବଦେବୀଙ୍କର ଶତାଧିକ ଧାତୁ ନିର୍ମିତ ପ୍ରତିମା ଆବିଷ୍କୃତ ହୋଇଥିଲା। ଅଳ୍ପ ଦିନ ପୂର୍ବେ ଅଶୋକଙ୍କ ସମୟର ପ୍ରାଚୀନ କୀର୍ତ୍ତିମାନ ଲଙ୍ଗୁଡ଼ି ପାହାଡ଼ ଓ ଉପତ୍ୟକାରୁ ଆବିଷ୍କୃତ ହୋଇଥିବା ସମ୍ବାଦପତ୍ରମାନଙ୍କରେ ପ୍ରକାଶିତ ହୋଇଥିଲା। ସେଥିରୁ ଜଣାଯାଏ ଯେ ଅନେକ ସ୍ତୂପ ଓ ବିହାରମାନ ବୌଦ୍ଧ ରାଜାମାନଙ୍କର ପୃଷ୍ଠପୋଷକତାରେ ନିର୍ମିତ ହୋଇଥିଲା। ଗୋଟିଏ ସ୍ଥାପତ୍ୟରେ ସମ୍ରାଟ ଅଶୋକଙ୍କର ନାମାଙ୍କିତ ହୋଇଥିବା ଖବର ମଧ୍ୟ ପ୍ରକାଶିତ ହୋଇଥିଲା। ଶୀଘ୍ର ତାହାର ସତ୍ୟାସତ୍ୟ ପ୍ରମାଣ ହେବାର ଆଶା କରାଯାଏ। ଲାଙ୍ଗୁଡ଼ି ପାହାଡ଼ ଓ ନିକଟସ୍ଥ ଉପତ୍ୟକାରେ ରତ୍ନଗିରି, ଲଳିତଗିରି ଓ ଉଦୟଗିରି ଆଦି ସ୍ଥାନରୁ ପ୍ରାଚୀନ ବୌଦ୍ଧ ସ୍ତୂପ ଏବଂ ବିହାର ସହିତ ଅତି ସୁନ୍ଦର ପ୍ରସ୍ତର ନିର୍ମିତ ପ୍ରତିମାମାନ ଆବିଷ୍କୃତ ହୋଇଅଛି। ଗୁପ୍ତ ଯୁଗର ସ୍ୱର୍ଣ୍ଣମୁଦ୍ରା, ମଧ୍ୟଯୁଗର ତାମ୍ରଲେଖମାନ ମଧ୍ୟ ଆବିଷ୍କୃତ ହୋଇଛି। ଚୀନ ପରିବ୍ରାଜକ ହୁଏନ୍ସାଂଙ୍କର ଭ୍ରମଣ ବୃତ୍ତାନ୍ତରେ ଉଲ୍ଲେଖ ଥିବା ବୌଦ୍ଧ କୀର୍ତ୍ତିମାନ ଲାଙ୍ଗୁଡ଼ି ପାହାଡ଼ ଅଞ୍ଚଳରେ ଅବସ୍ଥିତ ଥିବାର ଅନେକ ଯୁକ୍ତିଯୁକ୍ତ ପ୍ରମାଣ ଅଛି। ଯଦିଓ ହୁଏନ୍ସାଂଙ୍କର ପୁଷ୍ପଗିରି ବିହାରକୁ ଏପର୍ଯ୍ୟନ୍ତ ଠିକ୍ ରୂପେ ସ୍ଥାନ ନିରୂପଣ କରାଯାଇ ପାରିନାହିଁ, ତଥାପି ଭୌଗୋଳିକ ବର୍ଣ୍ଣନା ଅନୁସାରେ ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ହିଁ ତାର ଅବସ୍ଥିତି ସ୍ୱୀକାର କରାଯାଇପାରେ। କୌଣସି ଶିଳାଲେଖ ବା ଅଭିଲେଖରେ ନିର୍ଦ୍ଦିଷ୍ଟ ସୂଚନା ନଥିବାରୁ ସ୍ଥାନ ନିରୂପଣରେ ସ୍ଥିର ନିଷ୍ପତ୍ତି ନେବା ସମ୍ଭବ ନୁହେଁ। ତେବେ ରତ୍ନଗିରି ଓ ଉଦୟଗିରି ପ୍ରତ୍ନତାତ୍ତ୍ୱିକ ବିଭବ ବୌଦ୍ଧ ଧର୍ମର ସମୃଦ୍ଧିର ଶୀର୍ଷତମ ସୋପାନକୁ ସୂଚିତ କରିଥାଏ। ସେତେବେଳେ ମହାଯାନ ବୌଦ୍ଧ ଧର୍ମ ଲୋକପ୍ରିୟତାର ତୁଙ୍ଗ ସ୍ତରକୁ ପହଞ୍ଚିଥିଲା। ହୁଏନ୍ସାଂଙ୍କର ବିବରଣୀ ଅଷ୍ଟମ ଶତାବ୍ଦୀକୁ ନେଇ ସମୃଦ୍ଧ। ସେତେବେଳେ ଭୌମମାନେ ରାଜନୀତି କ୍ଷେତ୍ରରେ ସୁପ୍ରତିଷ୍ଠିତ ଥିଲେ। ସେମାନେ ରତ୍ନଗିରି ମହାବିହାରର ସମସାମୟିକ ଥିଲେ। ଉକ୍ତ ମହାବିହାର ଅତି ପ୍ରଖ୍ୟାତ ଓ ବିଶାଳ ଥିଲା।
ତହିଁରେ ଶତାଧିକ ବୌଦ୍ଧ ସନ୍ନ୍ୟାସୀ ଏବଂ ଭିକ୍ଷୁ ବସବାସ କରୁଥିଲେ। ପଥର ଏବଂ ଇଟା ଉଭୟକୁ ମିଶାଇ ମହାବିହାର ନିର୍ମିତ ହୋଇଥିଲା। ଭଗବାନ ବୁଦ୍ଧଙ୍କର ଅତିକାୟ ପ୍ରତିମୂର୍ତ୍ତି ଭୂମିସ୍ପର୍ଶ ମୁଦ୍ରା ଓ ସମଭଙ୍ଗ ମୁଦ୍ରାରେ ଦଣ୍ଡାୟମାନ ଅବସ୍ଥାରେ ମିଳିଛି। ଲଳିତଗିରି ଏବଂ ଉଦୟଗିରି ଆବିଷ୍କୃତ ସ୍ଥାପତ୍ୟ ଓ କଳାକୃତି ସମକାଳୀନ ତଥା ଅତି ଉନ୍ନତ ଧରଣର। ସଂରକ୍ଷିତ କଳା ସ୍ଥାପତ୍ୟମାନ ସେ ସମୟର ବୌଦ୍ଧ କଳାର ଅପୂର୍ବ ନିଦର୍ଶନ। ସ୍ଥାନୀୟ ସଂଗ୍ରହାଳୟରେ ଅତି ଯତ୍ନ ସହକାରେ ପ୍ରତ୍ନତତ୍ତ୍ୱ ବିଭାଗ ତରଫରୁ ସେଗୁଡ଼ିକ ସୁରକ୍ଷିତ ହୋଇ ରହିଛି। ମହାଯାନ ଓ ବଜ୍ରଯାନ ଉଭୟ ବୌଦ୍ଧ ଧର୍ମର ଅପୂର୍ବ ବିକାଶ ଭୌମ ଯୁଗରେ ସାଧିତ ହୋଇଥିଲା। ଭୌମ ରାଜାମାନେ ବୌଦ୍ଧ ଧର୍ମର ଉଦାର ପୃଷ୍ଠପୋଷକ ଥିଲେ। ବିଭିନ୍ନ ମୁଦ୍ରାରେ ନିର୍ମିତ ବୁଦ୍ଧ ଓ ବୋଧିସତ୍ତ୍ୱଙ୍କ ପ୍ରତିମା ସହିତ ବଜ୍ରଯାନର ତାରା, ହେରୁକ, ମାରିଚ, ହୟଗ୍ରୀବ ଆଦିଙ୍କର ଦୁର୍ଲଭ ପ୍ରତିମାମାନ ମିଳିଛି। ସେ ସବୁରେ ଏ ଧର୍ମା ହେତୁ ପ୍ରଭବା ପରି ଧାରଣୀ ମନ୍ତ୍ର ଖୋଦିତ ହୋଇଥିବାର ଦେଖାଯାଏ। ତହିଁରୁ ସେମାନଙ୍କର ଖୋଦନ କାଳ ନିରୂପିତ ହୋଇପାରେ। ଅଷ୍ଟମ ଶତାବ୍ଦୀର ଶେଷ ବେଳକୁ ଓଡ଼ିଶାରେ ବୌଦ୍ଧ ଧର୍ମ ତନ୍ତ୍ରବାଦର ଆଶ୍ରୟ ନେଇଥିବାର ଅନୁମାନ କରାଯାଏ। ତନ୍ତ୍ରଯାନର ତିନି ବିଭାଗ ଥିଲା, ଯଥା ବଜ୍ରଯାନ, କାଳଚକ୍ରଯାନ ଓ ସହଜଯାନ। ପ୍ରତ୍ୟେକ କଳତୀର୍ଥାତୀୟ ଭିନ୍ନ ଭିନ୍ନ ସ୍ୱରୂପ ଥିଲା। ତୀର୍ଥରେ ବୌଦ୍ଧ ଐତିହାସିକ ତାରାନାଥଙ୍କର ମତରେ ତାନ୍ତ୍ରିକ ବୌଦ୍ଧ ଧର୍ମର ପ୍ରଥମ ଉନ୍ମେଷ ଉଡ୍ଡୀୟାନ ରାଜ୍ୟରେ ହୋଇଥିଲା। ଉଡ୍ଡୀୟାନକୁ ଓଡ୍ର ବା ଓଡ଼ିଶା ସହିତ ଚିହ୍ନିତ କରାଯାଏ। ବୌଦ୍ଧ ସାହିତ୍ୟରେ ଅନେକ ପଣ୍ଡିତ ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା କଥା ସୂଚିତ ହୋଇଛି। ସେମାନେ ହେଲେ ସରହ, ନାଗାର୍ଜୁନ, ଲୁଇପା, କମ୍ବଳ, ପଦ୍ମବଜ୍ର, ଲଳିତ ବଜ୍ର, କୁକ୍କୁରୀ, କାହ୍ନୁପା, ଗଭୀରଲୋ ଏବଂ ପୀତ ପ୍ରଭୃତି। ସେମାନେ ଓଡ଼ିଶାର ସ୍ଥାୟୀ ବାସିନ୍ଦା ଥିଲେ ବା ଓଡ଼ିଶା ପରିଭ୍ରମଣରେ ଅଧ୍ୟୟନ ପାଇଁ ଆସିଥିଲେ ଏବଂ ଦୀର୍ଘକାଳ ବସବାସ କରି ରହିଥିଲେ। ଓଡ଼ିଶାବାସୀଙ୍କର ସାମାଜିକ ଓ ସାଂସ୍କୃତିକ ଜୀବନ ଉପରେ ସେମାନେ ବିଶେଷ ପ୍ରଭାବ ବିସ୍ତାର କରିଥିଲେ। ଆଚାର୍ଯ୍ୟ ପୀତ ସମ୍ବଳରୁ ଓଡ଼ିଶାକୁ କାଳଚକ୍ର ଯାନର ଦର୍ଶନ ଓ ଚିନ୍ତାଧାରା ଆଣିଥିଲେ। ସମ୍ବଳର ରାଜା ଇନ୍ଦ୍ରଭୂତି ଓ ତାଙ୍କ ଭଗ୍ନୀ ଲକ୍ଷ୍ମୀଙ୍କରା ପ୍ରଖ୍ୟାତ ବଜ୍ରଯାନର ଦାର୍ଶନିକ ଥିଲେ। ଇନ୍ଦ୍ରଭୂତିଙ୍କ ଦ୍ୱାରା ଜ୍ଞାନସିଦ୍ଧି ନାମକ ପ୍ରଖ୍ୟାତ ଦର୍ଶନ ଗ୍ରନ୍ଥ ରଚିତ ହୋଇଥିଲା। ତହିଁରେ ସେ ଜଗନ୍ନାଥଙ୍କୁ ବୁଦ୍ଧ ଭାବରେ ଗ୍ରହଣ କରିଥିଲେ। ଭଗିନୀ ଲକ୍ଷ୍ମୀଙ୍କରା ସହଜଯାନ ସହିତ ଅଧିକ ସମ୍ପୃକ୍ତ ଥିଲେ। ପଦ୍ମସମ୍ଭବ ତାଙ୍କର ପୋଷ୍ୟପୁତ୍ର ଥିଲେ। ଶାନ୍ତରକ୍ଷିତଙ୍କ ସହିତ ମିଳିତ ହୋଇ ସେ ତନ୍ତ୍ରଯାନ ପ୍ରଚାର ଉଦ୍ଦେଶ୍ୟରେ ତିବ୍ବତକୁ ଯାଇଥିଲେ। ଐତିହାସିକମାନେ ସମ୍ବଳକୁ ଆଧୁନିକ ସମ୍ବଲପୁର ସହିତ ପରିଚିହ୍ନିତ କରିଅଛନ୍ତି। ଏହା ସତ୍ୟ ହେଲେ ପ୍ରାଚୀନ ଓଡ଼ିଶାର ତାନ୍ତ୍ରିକ ବୌଦ୍ଧ ଧର୍ମର ଜନ୍ମ ଓ ବିକାଶ ହୋଇଥିବା ସ୍ୱୀକାର କରାଯାଇପାରେ। ଭୌମ ରାଜତ୍ୱ ପରେ ବୌଦ୍ଧ ଧର୍ମକୁ ହିନ୍ଦୁ ଧର୍ମରେ ମିଶାଇବା ପାଇଁ ଏକ ସଂଘବଦ୍ଧ ବା ଯୋଜନାବଦ୍ଧ ଉଦ୍ୟମ ହେଇଥିବାର ଦେଖାଯାଏ। ତାନ୍ତ୍ରିକ ବୌଦ୍ଧ ଧର୍ମର ଗୁପ୍ତ ସାଧନା ଓ ରହସ୍ୟପୂର୍ଣ୍ଣ ଉପାସନା ପଦ୍ଧତିକୁ ସାଧାରଣ ଲୋକେ ଭଲ ପାଉନଥିଲେ। ସେମାନେ ଶୈବ ଧର୍ମ ଓ ଶାକ୍ତ ଧର୍ମକୁ ବେଶୀ ଆଦର କରୁଥିଲେ। ଏହି ଦୁଇ ଧର୍ମମତ ପାଇଁ
ରାଜାମାନଙ୍କର ପୃଷ୍ଠପୋଷକତା ସହାୟକ ହୋଇଥିଲା। ସମବଂଶୀୟ ରାଜାମାନେ ଶୈବ ତଥା ଶାକ୍ତ ଧର୍ମର ସମର୍ଥକ ଥିଲେ। ସେମାନଙ୍କ ଦ୍ୱାରା ଅଶ୍ୱମେଧ ଯଜ୍ଞର ଆୟୋଜନ ଏବଂ ଶୈବ ମନ୍ଦିରମାନ ନିର୍ମିତ ହୋଇଥିଲା। ଯାଜପୁର ସହର ଶାକ୍ତ ଧର୍ମର ପୀଠସ୍ଥଳୀ ଥିଲା। ଶତାଧିକ ବ୍ରାହ୍ମଣ କାନ୍ୟକୁବ୍ଜ ଅଞ୍ଚଳରୁ ନିମନ୍ତ୍ରିତ ହୋଇ ବୈଦିକ ଉପାସନାର ପ୍ରଚାର ପାଇଁ ଓଡ଼ିଶାରେ ବସବାସ କରିଥିଲେ। ବୌଦ୍ଧ ଧର୍ମ ପାଇଁ ରାଜକୀୟ ପୃଷ୍ଠପୋଷକତାର ଘୋର ଅଭାବ ଅନୁଭୂତ ହେଲା। ରତ୍ନଗିରି ତାମ୍ରଲେଖ ଅନୁସାରେ ସମବଂଶର ଶେଷ ରାଜା କର୍ଣ୍ଣକେଶରୀଙ୍କ ଦ୍ୱାରା ବୌଦ୍ଧ ଭିକ୍ଷୁଣୀ କର୍ପୂରଶ୍ରୀଙ୍କୁ ରାଜାନୁଗ୍ରହ ଏବଂ ଅନୁଦାନ ମିଳିଥିଲେ ମଧ୍ୟ ବୌଦ୍ଧ ଧର୍ମର ବିଲୟକୁ ରୋକିବା ସମ୍ଭବ ହୋଇନଥିଲା। ସନ୍ନ୍ୟାସିନୀ କର୍ପୂରଶ୍ରୀ ସୋଲଣାପୁର ବିହାରରେ ଅବସ୍ଥାପନ କରୁଥିଲେ। କର୍ଣ୍ଣକେଶରୀ ଓ କର୍ପୂରଶ୍ରୀଙ୍କ ମଧ୍ୟରେ କିପରି ସମ୍ପର୍କ ଥିଲା ତାହା ତାମ୍ରଲେଖରେ ସୂଚିତ ହୋଇନାହିଁ। ଗଙ୍ଗ ରାଜାମାନେ ଶୈବ ଓ ବୈଷ୍ଣବ ଧର୍ମର ସମର୍ଥକ ଥିଲେ। ସେମାନଙ୍କ ରାଜତ୍ୱରେ ବୌଦ୍ଧ ଧର୍ମର ସମ୍ପୂର୍ଣ୍ଣ ବିଲୟ ଘଟିଥିଲା। ଷଷ୍ଠଦଶ ଶତାବ୍ଦୀରେ ରଚିତ ଚୈତନ୍ୟ ଭାଗବତର ରଚୟିତା ଈଶ୍ୱର ଦାସଙ୍କର ବର୍ଣ୍ଣନା ଅନୁସାରେ ସମ୍ରାଟ ତୃତୀୟ ଅନଙ୍ଗ ଭୀମଦେବଙ୍କ ରାଜତ୍ୱରେ 24 ଜଣ ବୌଦ୍ଧ ଧର୍ମାବଲମ୍ବୀ ନିହତ ହୋଇଥିଲେ। ବୌଦ୍ଧମାନଙ୍କୁ ନିର୍ଯାତନା ଦେବା କଥା ମାଦଳାପାଞ୍ଜିରେ ବର୍ଣ୍ଣନା କରାଯାଇଛି। ସମ୍ଭବତଃ ବୌଦ୍ଧ ଧର୍ମ ଓ ହିନ୍ଦୁ ଧର୍ମ ମଧ୍ୟରେ ଏକ ପ୍ରକାର ବିଦ୍ୱେଷ ଭାବ ବୃଦ୍ଧି ପାଇଥିଲା। ବୌଦ୍ଧ ଧର୍ମକୁ ହିନ୍ଦୁ ଧର୍ମରେ ସାମିଲ କରିବା ଉଦ୍ୟମରେ କବି ଜୟଦେବ ଗୀତ ଗୋବିନ୍ଦରେ ବୁଦ୍ଧଙ୍କୁ ଜଗନ୍ନାଥଙ୍କର ଅବତାର ରୂପେ ବର୍ଣ୍ଣନା କରିଥିଲେ ବୋଲି ଆଲୋଚକମାନେ କହନ୍ତି। ଏହି ଉଦ୍ୟମ ପରିଶେଷରେ ବୌଦ୍ଧ ଧର୍ମର ବିଲୟ ପାଇଁ ମୁଖ୍ୟ କାରଣ ହେଇଥିଲା ଏବଂ ଉଦ୍ୟମ ମଧ୍ୟ ସଫଳ ହେଇଥିଲା। ଜଗନ୍ନାଥଙ୍କୁ ଆଦିବୁଦ୍ଧ ରୂପେ କଳ୍ପନା କରିବା ଓ ଜଗନ୍ନାଥଙ୍କୁ ତ୍ରିରତ୍ନର ବୁଦ୍ଧ ଧର୍ମ ଓ ସଂଘ ଏକ ଅଂଶ ଭାବରେ ବର୍ଣ୍ଣନା କରିବା ଏହି ନିରବଚ୍ଛିନ୍ନ ଉଦ୍ୟମର ପଦକ୍ଷେପ ଥିଲା। କେତେକ ପଣ୍ଡିତଙ୍କ ମତରେ ବୌଦ୍ଧ ଧର୍ମ ପରବର୍ତ୍ତୀ କାଳରେ ମହିମା ଧର୍ମ ଓ ନାଥ ସମ୍ପ୍ରଦାୟ ମଧ୍ୟ ଭାବରେ ଆତ୍ମପ୍ରକାଶ କରିଥିଲା। ଏହି ଦୁଇ ସମ୍ପ୍ରଦାୟର ଶୂନ୍ୟବାଦ ଦର୍ଶନ ମହାଯାନ ବୌଦ୍ଧ ଧର୍ମରେ ନାଗାର୍ଜୁନଙ୍କ ଦ୍ୱାରା ପ୍ରଚାରିତ ଶୂନ୍ୟ ପରିକଳ୍ପନା ସହିତ ସାମଞ୍ଜସ୍ୟ ଦେଖାଯାଏ। ପଞ୍ଚସଖାମାନଙ୍କର ଶୂନ୍ୟ ଦର୍ଶନ ଅନେକ ଦୃଷ୍ଟିକୋଣରୁ ମହାଯାନ ବୌଦ୍ଧ ଧର୍ମର ଅନୁରୂପ ମନେ ହୁଏ। ଜଗନ୍ନାଥ ଧର୍ମର ବିକାଶ ହେବାରୁ ତା ସହିତ ବୌଦ୍ଧ ଧର୍ମ ପୂର୍ଣ୍ଣ ଭାବରେ ମିଶି ଯାଇଥିଲା। ଦାର୍ଶନିକ ଦୃଷ୍ଟିକୋଣ ଓ ଉପାସନା କ୍ଷେତ୍ରରେ ଜଗନ୍ନାଥ ତତ୍ତ୍ୱ ସହିତ ମହାଯାନ ଦର୍ଶନ ମିଶିଯିବା ସ୍ୱାଭାବିକ ଥିଲା। ଆଜି ଓଡ଼ିଶାରେ ବୌଦ୍ଧ ଧର୍ମର ସ୍ୱତନ୍ତ୍ର ଅସ୍ତିତ୍ୱ ଦେଖିବାକୁ ମିଳେ ନାହିଁ, କିନ୍ତୁ ଜଗନ୍ନାଥ ତତ୍ତ୍ୱ ଏବଂ ମହିମା ଧର୍ମରେ ଏହାର ଦାର୍ଶନିକ ଅନୁଚିନ୍ତାର ସ୍ପଷ୍ଟ ଆଭାସ ଉପଲବ୍ଧି କରାଯାଏ। ଲଳିତଗିରି, ରତ୍ନଗିରି ଏବଂ ଉଦୟଗିରିର ବୌଦ୍ଧ କୀର୍ତ୍ତିମାନଙ୍କ ସହିତ ମଧ୍ୟଯୁଗୀୟ କେତେକ ବୌଦ୍ଧ କୀର୍ତ୍ତିର ଧ୍ୱଂସାବଶେଷ ଦେଖିବାକୁ ମିଳେ। ତେଣୁ ବୌଦ୍ଧ ଧର୍ମର ସମ୍ପୂର୍ଣ୍ଣ ବିଲୟ ପାଇଁ ବେଶ କିଛି ସମୟ ଲାଗିଥିବା ଅନୁମାନ କରାଯାଏ। ବୌଦ୍ଧ ଧର୍ମର ଉଲ୍ଲେଖନୀୟ ପୀଠସ୍ଥଳୀ ଯାହା ବର୍ତ୍ତମାନ ସୁଦ୍ଧା ରହିଛି, ସେ ଭିତରେ ପ୍ରଥମରେ ଆସେ ଧଉଳି। ଭୁବନେଶ୍ୱରର ଅନତି ଦୂରରେ ଏହି ଧଉଳିଗିରି ଅବସ୍ଥିତ। ସେଠାରେ ଅଶୋକଙ୍କ ସମୟର ସ୍ଥାପତ୍ୟ ଓ ଶିଳାଲେଖ ଦେଖିବାକୁ ମିଳେ। ଏକ ପର୍ବତ ପୃଷ୍ଠରେ ପ୍ରସ୍ତର ଖୋଦିତ ସଚଳ ହସ୍ତୀର ପୁରୋଭାଗ ଏବଂ ତାର ନିମ୍ନରେ ଅଶୋକଙ୍କର ପ୍ରଖ୍ୟାତ ଶିଳାଲେଖ ବା ଅନୁଶାସନ ମାନ ଲିପିବଦ୍ଧ। ତେଣୁ ଏସବୁ କୀର୍ତ୍ତି ଅଶୋକଙ୍କ ସମୟର ବୋଲି ସ୍ୱୀକୃତ।
ଏହାର ନିକଟବର୍ତ୍ତୀ ଅଞ୍ଚଳରେ ପ୍ରସିଦ୍ଧ କଳିଙ୍ଗ ଯୁଦ୍ଧର ଲୋମହର୍ଷଣକାରୀ ଘଟଣା ଘଟିଥିବା ଅନୁମାନ କରାଯାଏ। ନିକଟରେ ଅତୀତ ଇତିହାସର ମୂକସାକ୍ଷୀ ରୂପେ ଦୟା ନଦୀର ଧାରା ମଧ୍ୟ ପ୍ରବାହିତ। ଶିଳାଲେଖରେ ଏକାଦଶ, ଦ୍ୱାଦଶ ଓ ତ୍ରୟୋଦଶ ଅନୁଶାସନ ନାହିଁ। ତା ବଦଳରେ କଳିଙ୍ଗ ପାଇଁ ଉଦ୍ଦିଷ୍ଟ ଦୁଇଟି ସ୍ୱତନ୍ତ୍ର ଅନୁଶାସନ ଖୋଦିତ ହୋଇଛି। ନିକଟ ଅତୀତରେ ଜାପାନ ସରକାର ଓ ବୌଦ୍ଧମାନଙ୍କର ଅନୁଗ୍ରହରୁ ଗୋଟିଏ ଆଧୁନିକ ସ୍ତୂପ ଧଉଳିର ଶୀର୍ଷ ଦେଶରେ ନିର୍ମିତ ହୋଇଛି। ଏହା ଏକ ବୌଦ୍ଧସ୍ଥଳୀ ହୋଇଥିବାରୁ ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣୀୟ ସ୍ଥାନ। ଦ୍ୱିତୀୟରେ ଆସିବେ ରତ୍ନଗିରି, ଲଳିତଗିରି, ଉଦୟଗିରି। ଆଧୁନିକ ଯାଜପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ଉପରୋକ୍ତ ତିନୋଟି ସ୍ଥାନ ଅବସ୍ଥିତ। ଅତୀତରେ ଏଗୁଡ଼ିକ ବୌଦ୍ଧ ପୀଠ ଥିବା କଥା ଧ୍ୱଂସ ସ୍ତୂପରୁ ପ୍ରମାଣିତ ହୁଏ। ମହାଯାନ ବୌଦ୍ଧ ଧର୍ମାବଲମ୍ବୀମାନେ ଏହି ପବିତ୍ର ସ୍ଥାନଗୁଡ଼ିକୁ ବ୍ୟବହାର କରୁଥିଲେ। ବୌଦ୍ଧ ସ୍ତୂପ ଏବଂ ମହାବିହାର ମାନ ଏଠାରେ ନିର୍ମିତ ହୋଇଥିଲା। ଇଟା ଓ ପଥର ଦ୍ୱାରା ବୌଦ୍ଧ କୀର୍ତ୍ତିମାନ ନିର୍ମିତ ହୋଇଥିଲା। ନିର୍ମାଣର ଆନୁମାନିକ ସମୟ 7ମ 8ମ ଶତାବ୍ଦୀ। ଭୌମକର ରାଜତ୍ୱର ସମସାମୟିକ ଥିଲା ଏଠାକାର କୀର୍ତ୍ତିରାଜି। ଗୁପ୍ତୋତ୍ତର ଯୁଗରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଅନୁମାନ କରାଯାଏ। ତିବ୍ବତୀୟ ଐତିହାସିକ ଲାମା ତାରାନାଥଙ୍କର ମତରେ 6ଠ-10 ଶତାବ୍ଦୀ ପର୍ଯ୍ୟନ୍ତ ଉପରୋକ୍ତ ସ୍ଥାନକୁ ବୌଦ୍ଧମାନେ ଆସୁଥିଲେ। ସ୍ଥାନୀୟ ଏକ ସଂଗ୍ରହାଳୟରେ ଅତି ସୁନ୍ଦର ଅମୂଲ୍ୟ ସ୍ଥାପନମାନ ସଂରକ୍ଷିତ ହୋଇ ରହିଛି। ସେଠାରେ ଥିବା ଦର୍ଶନୀୟ କଳାକୃତିମାନ ଧ୍ୱଂସପ୍ରାୟ ସ୍ତୂପ ଓ ମହାବିହାର ଗୁଡ଼ିକରୁ ସଂଗୃହୀତ ହୋଇଥିଲା। ତାରା, ଜମ୍ବଳ, ମଞ୍ଜୁଶ୍ରୀ, ବସୁଧାରା, ବଜ୍ରପାଣି, ଧ୍ୟାନୀ ବୁଦ୍ଧ ଏବଂ କିନ୍ନର ଓ ଗନ୍ଧର୍ବମାନଙ୍କର ପ୍ରତିମା ଗୁଡ଼ିକ ଅତି ଉଚ୍ଚକୋଟୀର କଳାକୃତି। ପ୍ରତ୍ନତାତ୍ତ୍ୱିକ ଭୂଖୋଦନରୁ ମିଳିଥିବା ତଥ୍ୟ ଅନୁସାରେ ରତ୍ନଗିରିରେ ରତ୍ନଗିରି ମହାବିହାର ଅବସ୍ଥିତ ଥିଲା। ଉଦୟଗିରିର ଆବିଷ୍କୃତ ମହାବିହାରକୁ ଶ୍ରୀମାଧବପୁର ମହାବିହାର ନାମରେ ଅଭିହିତ କରାଯାଇଥିଲା। ଲଳିତଗିରି ଭୂଖୋଦନ ଫଳରେ ଅନେକ ସ୍ଥାପତ୍ୟ ଲୋକଲୋଚନକୁ ଆସିଛି। ସେସବୁ ମହାଯାନ ବୌଦ୍ଧ ଧର୍ମ ସହିତ ସମ୍ପୃକ୍ତ। ମିଳିଥିବା ପ୍ରତିମା ଭିତରେ ପଦ୍ମପାଣି, ମଞ୍ଜୁଶ୍ରୀ, ମୈତ୍ରେୟ, ଜମ୍ବଳ, ତାରା, ଅପରାଜିତା ଆଦି ଦେବଦେବୀଙ୍କର ପ୍ରତିମା ମୁଖ୍ୟ। କୁଷାଣ ଓ ଗୁପ୍ତ ଯୁଗର ମୁଦ୍ରାମାନ ମଧ୍ୟ ମିଳିଛି। ସେଠାରୁ ମିଳିଥିବା 3ଟି ସ୍ମୃତି ଫରୁଆ ରେଲିକ୍ କ୍ୟାସ୍କେଟ ଅତି ମହତ୍ୱପୂର୍ଣ୍ଣ। ପ୍ରତ୍ୟେକଟିରେ 4ଟି ଲେଖାଏଁ ଫରୁଆ ଗୋଟିକ ଭିତରେ ଆଉ ଗୋଟିଏ ସୁସଜ୍ଜିତ ହୋଇ ରହିଥିବାର ଦେଖାଯାଏ। ସେଥିରେ ବୁଦ୍ଧ, ସାରିପୁତ୍ତ ଏବଂ ମହାମୋଗଲନଙ୍କ ଅସ୍ଥି ରହିଥିବା ପଣ୍ଡିତମାନେ କହନ୍ତି। ଅଶ୍ୱକ୍ଷୁରାକୃତି ଏକ ବିଶାଳ ଚୈତ୍ୟ ମନ୍ଦିର ପ୍ରତ୍ନତତ୍ତ୍ୱବିଦ୍ ମାନେ ଆବିଷ୍କାର କରିଛନ୍ତି। ସେହିପରି ତୃତୀୟରେ ଆସିବେ କୁରୁମ। କୁରୁମର ଅବସ୍ଥିତି କୋଣାର୍କର ଅନତି ଦୂରରେ। ସେଠାରେ ବୁଦ୍ଧଙ୍କର ଏକ ବିଶାଳକାୟ ପ୍ରତିମା ଭୂମିସ୍ପର୍ଶ ମୁଦ୍ରାରେ ଥିବା ଅବସ୍ଥାରେ ମିଳିଛି। ହୁଏତ ଅତୀତରେ ତାହା ସ୍ଥାନୀୟ ବୌଦ୍ଧ ଭକ୍ତମାନଙ୍କ ଦ୍ୱାରା ପୂଜିତ ହେଉଥିଲା। ସେଠାରେ ମଧ୍ୟଯୁଗରେ ଏକ ବୌଦ୍ଧ ବିହାର ଥିବାର ଅନୁମାନ କରାଯାଏ। ସେହିପରି ଅଚ୍ୟୁତରାଜପୁର ପୁରୀ ଜିଲ୍ଲାର ବାଣପୁର ନିକଟରେ ଏହା ଅନ୍ୟତମ ବୌଦ୍ଧ ସ୍ଥଳୀ ଥିଲା। ତାହାର ଧ୍ୱଂସ ସ୍ତୂପ ଖୋଦିତ ହେବା ଫଳରେ ପ୍ରତ୍ନତତ୍ତ୍ୱବିଦ୍ ମାନେ ବହୁ ସଂଖ୍ୟକ ବ୍ରୋଞ୍ଜ ପ୍ରତିମା ସଂଗ୍ରହ କରିପାରିଛନ୍ତି। ସେଠାରେ ଥିବା ବୌଦ୍ଧ ବିହାର ଓ ଉପାସନା ସ୍ଥଳୀ ସମ୍ପୂର୍ଣ୍ଣ ରୂପେ ଧ୍ୱଂସପ୍ରାପ୍ତ ଓ ନିଶ୍ଚିହ୍ନ। ସ୍ଥାନୀୟ ଲୋକମାନେ ନିଜ ନିଜର ବାସଗୃହ ନିର୍ମାଣ ପାଇଁ ଧ୍ୱଂସ ସ୍ତୂପରୁ ଇଟାଗୁଡ଼ିକ ଲୁଣ୍ଠନ କରି ନେଇଛନ୍ତି। ମଧ୍ୟଯୁଗରେ ବଜ୍ରଯାନ ବୌଦ୍ଧ ଧର୍ମର ଏହା କେନ୍ଦ୍ରସ୍ଥଳୀ ଥିବା ଅନୁମାନ କରାଯାଏ। ନିକଟରେ ହୁଏତ ଧାତୁ ତରଳାଇବାର ବ୍ୟବସ୍ଥା ମଧ୍ୟ ରହିଥିବା ଅନୁମାନ କରାଯାଏ। ସେହିପରି ସଲଣପୁର ଭୌମକର ରାଜା ପ୍ରଥମ ଶୁଭକର ଦେବଙ୍କର ନେଉଳପୁର ତାମ୍ରଲେଖ ଏବଂ ସମବଂଶୀୟ ରାଜା କର୍ଣ୍ଣଦେବଙ୍କର ରତ୍ନଗିରି ତାମ୍ରଲେଖରେ ସଲଣପୁର କଥା ଉଲ୍ଲେଖ ରହିଛି। ଭୂମିସ୍ପର୍ଶ ମୁଦ୍ରାରେ ଥିବା ବୁଦ୍ଧ ଏବଂ ତ୍ରିଭଙ୍ଗ ମୁଦ୍ରାରେ ଥିବା ତାରାଦେବୀ ଓ ବଜ୍ରଦତ୍ତଙ୍କର ପ୍ରତିମାମାନ ଏଠାରେ ଆବିଷ୍କୃତ ହୋଇଛି। ଷଷ୍ଠରେ ଆସିବ ଖିଚିଂ। ମୟୂରଭଞ୍ଜ ଜିଲ୍ଲାର ଖିଚିଂ ଏକ ପ୍ରସିଦ୍ଧ ତୀର୍ଥସ୍ଥାନ।
ପ୍ରାଚୀନ କାଳରେ ଏହା ଖିଚିଙ୍ଗକୋଟ ନାମରେ ନାମିତ ଥିଲା। ଭଞ୍ଜମାନେ ଏଠାରୁ ରାଜ୍ୟ ଖିଚିଙ୍ଗ ମଣ୍ଡଳ ଉପରେ ଶାସନ ପରିଚାଳନା କରୁଥିଲେ। ନବମ ଶତାବ୍ଦୀରୁ ଚତୁର୍ଦ୍ଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା ଏକ ବିଭବଶାଳୀ ନଗରୀ ଥିଲା। ଭଞ୍ଜମାନେ ପଞ୍ଚଦେବତା ପୂଜା ସହିତ ବୌଦ୍ଧ ଓ ଜୈନ ଧର୍ମର ପୃଷ୍ଠପୋଷକତା କରୁଥିଲେ। ଖିଚିଙ୍ଗରେ ଯେଉଁ ପ୍ରତ୍ନତାତ୍ତ୍ୱିକ ସଂରକ୍ଷଣ କାର୍ଯ୍ୟ ରାଜ୍ୟ ସରକାରଙ୍କର ଆୟୋଜନ କରିଥିଲେ, ତା ଫଳରେ ଶୈବ, ବୌଦ୍ଧ ଓ ଜୈନ ଧର୍ମର ବହୁ ସଂଖ୍ୟକ ପ୍ରସ୍ତର ମୂର୍ତ୍ତି ସଂଗୃହୀତ ହୋଇଛି। ଐତିହାସିକ ମାନଙ୍କ ମତରେ ଖିଚିଙ୍ଗ ଏକ କଳାକେନ୍ଦ୍ର ଥିଲା। ସେଠାରେ ଅନେକ କଳାକାର ଓ ଶିଳ୍ପୀ ପ୍ରତିମା ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ସପ୍ତମରେ ଆସିବ ଖଡ଼ିପଦା। ଭଦ୍ରକ ଜିଲ୍ଲାର ଖଡ଼ିପଦାରେ ମହାଯାନ ବୌଦ୍ଧ ଧର୍ମ ସମ୍ପର୍କିତ ବହୁ ପ୍ରତିମା ମିଳିଛି। ତେଣୁ ସେଠାରେ ଏକ ବୌଦ୍ଧ ପୀଠ ଥିବାର ମଧ୍ୟ ଅନୁମାନ କରାଯାଏ। ସେଠାରେ ଭୂମିସ୍ପର୍ଶ ମୁଦ୍ରାରେ ଓ ଧର୍ମଚକ୍ର ମୁଦ୍ରାରେ ଥିବା ବିଶାଳକାୟ ବୌଦ୍ଧ ମୂର୍ତ୍ତି ସହିତ ଅବଲୋକିତେଶ୍ୱର ପ୍ରତିମା ସେଠାରୁ ମିଳିଛି। ହୁଏତ ମଧ୍ୟଯୁଗରେ ଏକ ବିହାର ସେଠାରେ ଥିଲା ଏବଂ ତହିଁରେ ଉପରୋକ୍ତ ପ୍ରତିମା ମାନ ପୂଜିତ ହେଉଥିଲେ। ଉପରୋକ୍ତ ସ୍ଥାନ ବ୍ୟତୀତ ଅନ୍ୟ ସବୁ ସ୍ଥାନରେ ବୌଦ୍ଧ କୀର୍ତ୍ତିମାନ ଆବିଷ୍କୃତ ହୋଇଛି। ସେଥିମଧ୍ୟରୁ ଉଲ୍ଲେଖନୀୟ ହେଲା ଅଯୋଧ୍ୟା, ବାଣେଶ୍ୱର ନାସି, ଗଣିଆପଲ୍ଲୀ, ବୌଦ୍ଧ ଏବଂ ବୁଢାଖୋଲ। ସେଥିରୁ ଅନୁମିତ ହୁଏ ଯେ ଏକଦା ବୌଦ୍ଧ ଧର୍ମ ଓଡ଼ିଶାରେ ଅତି ଲୋକପ୍ରିୟ ଧର୍ମମତ ହୋଇପାରିଥିଲା। ଏହାର ପ୍ରମାଣ ସ୍ୱରୂପ ନାନା ସ୍ଥାନରେ ସ୍ତୂପ, ଚୈତ୍ୟ, ବିହାର ଓ ଉପାସନା ସ୍ଥଳୀମାନ ନିର୍ମିତ ହୋଇଥିଲା। ହିନ୍ଦୁ ଧର୍ମ ସହିତ ମିଶିଯିବା ଫଳରେ ପ୍ରାୟ ଷୋଡଶ ଶତାବ୍ଦୀକୁ ଏହା ବିଲୀନ ହୋଇଗଲା ବୋଲି ଐତିହାସିକମାନେ ମତ ଦିଅନ୍ତି। ଆଜି ଏତିକି ଥାଉ। କମେଣ୍ଟରେ ଯାହା ଚାହିଁବେ ଲେଖିପାରିବେ। ନମସ୍ତେ, ଧନ୍ୟବାଦ।